ଡଙ୍ଗାରେ କରାଯାଉଥିଲା ମଦ ଚାଲାଣ। ହେଲେ ମାଡ଼ି ବସିଲେ ଅବକାରୀ ବିଭାଗ। ପାଣି ଭିତରକୁ ଡିଆ ମାରିଲେ ଆଉ ପହଁରି ପହଁରି ମଦ ମାଫିଆକୁ କାବୁ କରିବାକୁ ଚେଷ୍ଟା କଲେ। ଫେରାର ହୋଇଗଲେ ମଦ ମାଫିଆ ଆଉ ଧରା ପଡ଼ିଲା ବିପୁଳ ପରିମାଣର ମଦ ସହ ମଦ ତିଆରି ସାମଗ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଯୋଡ଼ୁମଦ ଥାନା ଚକ୍ରଗଡ଼ ମହାନଦୀଠାରେ। ତେବେ ଖବର ପାଇବା ପରେ ଆଠଗଡ଼ ଓ ନରସିଂହପୁର ଅବକାରୀ ବିଭାଗ ଷ୍ଟାଫ୍ ରେଡ୍ କରିଥିଲେ। ଡଙ୍ଗା ଧରିବା ସହ ଡଙ୍ଗାରେ ଥିବା ବିପୁଳ ପରିମାଣର ମଦ ଜବତ କରିବା ସହ ମଦ ତିଆରି ସାମଗ୍ରୀଗୁଡ଼ିକୁ ନଷ୍ଟ କରିଛନ୍ତି। ଆଠଗଡ଼ରୁ ନୀଳଟି ପ୍ରତିନିଧିଙ୍କ ରିପୋର୍ଟ ନ୍ୟୁଜ୍ ଓଡ଼ିଆ।